ବର୍ଷା ଦିନେ ଆମେ ଚିନ୍ତା କରିବା ନା ନଦୀବନ୍ଧ ବାଗେଇକି ବର୍ଷାକୁ ରୋକିବା ପାଇଁ? ବର୍ଷା ଦିନେ ଆମେ ଚିନ୍ତା କରିବା ନା ମହାନଦୀ ପାଣି କେମିତି ଆମେ ଅଟକେଇବା? 2 ବର୍ଷର କ'ଣ ସମୟ ନଥିଲା? ଆଜି ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ବସୁଛନ୍ତି ବନ୍ୟା ସମସ୍ୟାର ସମାଧାନ କରିବା ପାଇଁ ଛତିଶଗଡ଼ ସାଙ୍ଗରେ। ଏଇଟା କ'ଣ କେହି ବିଶ୍ୱାସ କରିପାରିବେ? ବିଞ୍ଝାରପୁରରେ ଯେଉଁ ନୂଆ ମାରାର ଘାଇ ହେଇଛି ତାକୁ ସମ୍ପୂର୍ଣ୍ଣ ଭାବରେ ମନୁଷ୍ୟକୃତ କୁହାଯାଉଛି। ଏତେ ବିଶାଳ ଉଚ୍ଚ ବନ୍ଧ ଅଛି ଏବଂ ଏତେ ଚଉଡ଼ାର ବନ୍ଧ ଅଛି, ସେ ବନ୍ଧ ହଠାତ୍ ଅକସ୍ମାତ ଘାଇ ହେବା ଇଏ ବି ନିଶ୍ଚିତ ଭାବରେ ମନୁଷ୍ୟକୃତ। କିନ୍ତୁ ଏତେ ସେ ଟେକ୍ନିକାଲି କରିଛନ୍ତି ଯୋଉଥିପାଇଁ କି 20 ଫୁଟ 20.50 ପାଣି ଆସିଥିଲା ବେଳେ ସେ ବନ୍ଧ ସବୁଠି ଓଭରଟାପିଂ ହେଇଛି। ଏବେ ନଈ ପତନର ନଈର ସାମାନ୍ୟ ପାଣି ଆସିଲେ ବି ବନ୍ଧର ଉଚ୍ଚତା ନଈର ଉଚ୍ଚତା ସମାନ ହେଇଯାଉଛି। ତେଣୁ ସେଠି ବନ୍ଧ ନ ବୁଡ଼ିବା ବନ୍ଧ ନ ବୁଡ଼ିବାର ତ୍ରାହି ନାହିଁ, ସେଠି କୌଣସି ଶକ୍ତି ବି ଅଟକେଇ ପାରିବ ନାହିଁ। ତେଣୁ ଇଏ ଜାଣି ଶୁଣିକି ସେ ଅଞ୍ଚଳକୁ ସବୁବେଳେ ବିପଦରେ ପକାଇବା ପାଇଁ ଇଏ ସରକାରଙ୍କର ପୂର୍ବ ସରକାର ଏବଂ ଚଳିତ ସରକାରଙ୍କର ଇଏ ହେଉଛି ଗୋଟେ ବିଧିବଦ୍ଧ ମସୁଦା। ଆଜ୍ଞା, ବର୍ତ୍ତମାନ ସମୟରେ ଜାଣିଛନ୍ତି ଓଡ଼ିଶାରେ ଯେଉଁ ବନ୍ୟା ପରିସ୍ଥିତି ଆଉ ତା ଭିତରେ ସବୁଠୁ ଅଧିକ ଆଫେକ୍ଟେଡ୍ ଯାଜପୁର ଜିଲ୍ଲା ହେଇଛି। ଯାଜପୁର ଜିଲ୍ଲାରେ କୋଉଭଳି ଭାବରେ ପୂର୍ବ ସରକାର ମାନେ ବିଜେଡି ସରକାର, ବର୍ତ୍ତମାନର ବିଜେପି ସରକାର ଜଣଙ୍କର ଗୋଟେ ମାଇଲଷ୍ଟୋନ୍ ସ୍ଥାପିତ କରିଥିବାର କଥାବାର୍ତ୍ତା, ଆଉ ଗୋଟେ ବର୍ତ୍ତମାନର ସରକାର ଯିଏକି କେମିତି ତାକୁ ସାମ୍ନା କରୁଛନ୍ତି, ଏସବୁ ଭିତରେ ଆମେ କଥା ହେବା। ଆମ ସହିତ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା। ତ କେମିତି ଅଛି ଏଥରକ ବନ୍ୟା ପରିସ୍ଥିତି, ଆଉ ଏଥରକ ଯୋଉ ଖାସ କରିକି ଅନେକ ଜାଗାରେ ଘାଇ ସୃଷ୍ଟି କରାଯାଉଛି, ଆମେ କହୁନୁ ଲୋକମାନେ କହୁଛନ୍ତି। ତେଣୁକରି ଏଇ ଯୋଉ ପରିସ୍ଥିତି ସୃଷ୍ଟି କରାଯାଉଛି ଏ ସୃଷ୍ଟିକୁ କେମିତି ଦେଖୁଛନ୍ତି? ଆଜ୍ଞା, ଆପଣ କେମିତି ଦେଖୁଛନ୍ତି ଏଥରକ ବନ୍ୟା ପରିସ୍ଥିତିକୁ? ନିଶ୍ଚିତ ଭାବରେ 2011 ପର ଠାରୁ ଚଳିତ ବର୍ଷର ବନ୍ୟା ଅଧିକ ପ୍ରଖର ଏବଂ ଅଧିକ ପାଣି ଆସିଛି ନଦୀରେ। ଏବଂ ଏ ନଦୀକୁ ବର୍ଷା ଦିନ ଆସିଲେ ଯେହେତୁ ଯାଜପୁରର ଚତୁଃପାର୍ଶ୍ୱରେ ନଦୀ ରହିଛି, ଆପଣଙ୍କର ଖରସ୍ରୋତା କୁହନ୍ତୁ, ବ୍ରାହ୍ମଣୀ କୁହନ୍ତୁ, ଏପଟେ ବୈତରଣୀ କୁହନ୍ତୁ, ଆପଣଙ୍କର ବୁଢ଼ା କୁହନ୍ତୁ, କାଣି କୁହନ୍ତୁ, କୁଚିଳା କୁହନ୍ତୁ, ସବୁ ନଈରେ ବନ୍ୟା ଆସିବା ଇଏ ହେଉଛି ଗୋଟେ ଧାରାବାହିକ ପଦ୍ଧତି ଏବଂ ପ୍ରୋସେସ୍। କାହିଁକିନା ବର୍ଷା ଋତୁ ଆସିବ ମାନେ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। କିନ୍ତୁ ଚଳିତ ଥର ଆମେ ଦେଖିବାକୁ ପାଇଲୁ ଯେଉଁ ବନ୍ୟା ଆସିଲା ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଭାବରେ ବେଫିକିର, ଯେ ସରକାରଙ୍କ ପାଖରେ ପୂର୍ବ କୌଣସି ପ୍ରସ୍ତୁତି ନାହିଁ। ଜୁଲାଇ ମାସ ସରିବାକୁ ବସିଲାଣି, ପ୍ରତିବର୍ଷ ଜୁନ୍ ମାସରେ ବେଳେବେଳେ ବି ବନ୍ୟା ଆସିଯାଏ, କିନ୍ତୁ ଏଥର ଜୁନ୍ ମାସ ଯାଇ ଜୁଲାଇ ମାସର ଅନ୍ତିମ ପର୍ଯ୍ୟାୟରେ ଏ ବନ୍ୟା ଆସିଛି। ଏବଂ ଯେଉଁ ବନ୍ୟାକୁ ମୁକାବିଲା କରିବା ପାଇଁ ସରକାରଙ୍କର ଯେଉଁ ପ୍ରତିଷେଧକ ମୂଳକ ବ୍ୟବସ୍ଥା କରାଯିବା କଥା, ସେ କଥାଟାରେ ସରକାର ବହୁ ମାତ୍ରାରେ ପଛରେ ଅଛନ୍ତି, ଏକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ଦ୍ୱିତୀୟ କଥା ହେଉଛି ଯେଉଁ ବନ୍ୟା ଆସିଛି ଏ ବନ୍ୟାରେ ଜଳସ୍ତର ନିଶ୍ଚିତ ଭାବରେ ଅଧିକ ହେଇଛି ଏବଂ ଏ ବନ୍ୟାର ପ୍ରଚାର ପ୍ରସାର ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କର ଯେଉଁ ଆବଶ୍ୟକତା ଥିଲା ସେଥିରେ ବି ସରକାର ପଛରେ ଅଛନ୍ତି। ଲୋକ ଜାଣିପାରିଲେ ନାହିଁ ଯେ ଏତେ ବଡ଼ ବନ୍ୟାଟେ ହେବ ବା ଏତେ ପାଣି ହେବ। ଲୋକଙ୍କୁ ବହୁ ଆଗରୁ ସଚେତନ କରିବାର ଆବଶ୍ୟକତା ଥିଲା। ଲୋକ ତାଙ୍କର ଧନ ଚାଉଳ ଯାହା ଯାହା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ସେ ସୁରକ୍ଷିତ କରିପାରିଥାନ୍ତେ। କିନ୍ତୁ ସେ କଥା ଏଇ ଯୋଉ ସଚେତନତା କଥା କହିଲେ, ପ୍ରକୃତରେ ସଚେତନତାର ଅଭାବଟା ରହିଗଲା ନା ସଚେତନ କରାଯିବ ବୋଲି ଏ କଥା ମନକୁ ଆସିନଥିଲା? କାହିଁକିନା ସବୁ ବର୍ଷ ତ ସଚେତନ କରାଯାଏ, ତାହେଲେ ଏବେ କାହିଁକି ଏମିତି ଏଇ ଜିନିଷରେ ବିଳମ୍ବ ହେଇଗଲା? ମୂଳରୁ ମୁଁ କହିଛି ଯେ ସରକାର ଏ କଥାଟାକୁ ହାଲୁକା ଭାବରେ ନେଇଛନ୍ତି ଯେ ବର୍ଷା ଋତୁ ଆସିଲେ ବନ୍ୟା ଆସିବ ଏବଂ ବନ୍ୟା ଆସିଲେ ତାକୁ ଆମକୁ ମୁକାବିଲା କରିବାକୁ ପଡ଼ିବ। ଏ କଥାଟାକୁ ସରକାର ଜମା ମୁଣ୍ଡକୁ ନେଇନାହାନ୍ତି। ଯୋଉଥିପାଇଁ କି ମୁଣ୍ଡକୁ ନେଲେଣି, ସେ ତାଙ୍କର ତ ତାଙ୍କ ଭିତରେ କେବେ ନୂଆ ସରକାର ଆସିଛି, କୋଉ ବାଟେ କ'ଣ କେମିତି କରିକି ଖାଇବା ପିଇବା ସବୁବେଳେ ଲୁଟ ଲାଟରେ ବ୍ୟସ୍ତ ରହିଲେ। ତେଣୁକରି ଆଉ ଲୋକଙ୍କର ବନ୍ୟା ସମସ୍ୟା କଥା ତାଙ୍କ ମୁଣ୍ଡରେ ଆସିବ କୋଉଠୁ? ସେ ସ୍ଥିତି ନା ନାଇଁ, ଛତିଶଗଡ଼ ଯେହେତୁ ବ୍ୟାରେଜ କରିଦେଇଛି, ଛତିଶଗଡ଼ରେ ବି ବିଜେପି ସରକାର, ପାଣି ତ ଆସୁନାହିଁ, ତେଣୁକରି ବନ୍ୟା ପାଇଁ କିଛି ଅସୁବିଧା ନାହିଁ, ଏ କଥା ଗୋଟେ ଖାମଖିଆଲି ରହିଗଲା। କୌଣସି କଥା ତାଙ୍କ ମୁଣ୍ଡକୁ ଆସିଛି ଯୋଉଠି ସମ୍ପୂର୍ଣ୍ଣ ଭାବରେ ସରକାର ଏ ବନ୍ୟା ପରିସ୍ଥିତିଟାକୁ ଖାମଖିଆଲ ଭାବରେ ନେଇଛନ୍ତି। ନଚେତ୍ ନହେଲେ ମୁଖ୍ୟମନ୍ତ୍ରୀ ଯାଇକି ବାହାରେ ମିଟିଂ କରୁଥାନ୍ତେ, ଏଠି ଓଡ଼ିଶା ଭାସୁଛି। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବସିଛନ୍ତି କିନ୍ତୁ ଓଡ଼ିଶା ଏଠି ବନ୍ୟାରେ ଭାସୁଛି। ବିଭିନ୍ନ ଜାଗାରେ ଘାଇ, ବିଭିନ୍ନ ଜାଗାରେ ଲୋକମାନେ ଆସିକି ନଦୀବନ୍ଧରେ ବସିଛନ୍ତି, ଗୋରୁ ଗାଈମାନେ ନଦୀବନ୍ଧରେ ବସିଛନ୍ତି। ସରକାରଙ୍କ ତରଫରୁ କେବଳ ପ୍ରଶାସନିକ ସ୍ତରରେ ଯେଉଁମାନେ ଜିଲ୍ଲା ସ୍ତରରେ ଅଫିସର ଅଛନ୍ତି ବା ଆଇଏଏସ୍ ଅଫିସର ମାନେ ଅଛନ୍ତି ସେଇମାନେ ଆସୁଛନ୍ତି, ବୁଲୁଛନ୍ତି, ଚାଲୁଛନ୍ତି, କିନ୍ତୁ ଲୋକଙ୍କ ପାଖରେ ବନ୍ୟାର 3 ଦିନ ପରେ ବି ସରକାରୀ ସାହାଯ୍ୟ ସହଯୋଗ ଯାଇକି ପହଞ୍ଚି ପାରିନି। ୟାଠାରୁ ଦୁର୍ଭାଗ୍ୟ କ'ଣ ଥାଇପାରେ? ତା ସହିତ ଯେଉଁ ଘାଇ କଥା ଆପଣ କହୁଛନ୍ତି, ଇଏ ଘାଇ ବି ମନୁଷ୍ୟକୃତ କହିଲେ ଅସୁବିଧା ହେବ ନାହିଁ। ଯେଉଁ ଜାଗାରେ ସବୁ ଘାଇ ହେଇଛି, ଆପଣ ବିଞ୍ଝାରପୁରରେ ଯେଉଁ ନୂଆ ମାରାର ଘାଇ ହେଇଛି ତାକୁ ସମ୍ପୂର୍ଣ୍ଣ ଭାବରେ ମନୁଷ୍ୟକୃତ କୁହାଯାଉଛି। ଏତେ ବିଶାଳ ଉଚ୍ଚ ବନ୍ଧ ଅଛି ଏବଂ ଏତେ ଚଉଡ଼ାର ବନ୍ଧ ଅଛି, ସେ ବନ୍ଧ ହଠାତ୍ ଅକସ୍ମାତ ଘାଇ ହେବା ଇଏ ବି ନିଶ୍ଚିତ ଭାବରେ ମନୁଷ୍ୟକୃତ। ଏବଂ ଯେଉଁ କାଣି ନଦୀରେ ଯେଉଁ ଘାଇ ହେଇଛି, ଆମେ ଜାଣୁଛେ ଯେ କାଣି ନଦୀରେ ଘାଇ ପ୍ରତିବର୍ଷ ହେଉଛି।
ମାନେ ସ୍ୱାଧୀନତା ପରଠାରୁ ଯେତିକି ପଇସା ଖର୍ଚ୍ଚ କରାଗଲାଣି ଯିଏ ବି ସରକାରରେ ଥାଉ ନା କାହିଁକି ସରକାରଙ୍କ ସମୟରେ ବହୁ ସ୍ତରରେ ବହୁ ସମୟରେ ଘାଇ ମରାମତି କରିବା ଏବଂ ନଦୀବନ୍ଧକୁ ଉଚ୍ଚତା କରିବା ନଦୀବନ୍ଧକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଇଛି ବୈତରଣୀର କାହିଁ ନଦୀ ଉପରେ ଏବଂ ବୈତରଣୀର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱରେ। କିନ୍ତୁ ଆଜି ଆପଣ ଦେଖନ୍ତୁ ବୈତରଣୀ ନଦୀର ସୁଦୃଢ଼ୀକରଣ ଉଚ୍ଚତା ହେଇସାରିଲା ପରେ ବି ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱରେ ଉତ୍ତର ପାର୍ଶ୍ୱରେ ଦେଖିବେ ନଈବନ୍ଧ ଟପିକି ଓଭରଫ୍ଲୋ କେତେ ପରିମାଣର ପାଣି ହେଇଛି। ତାମାନେ ଏଇଠି ସରକାରଙ୍କର ଭୁଲ ରହିଛି, ଟେକ୍ନିକାଲି ମିଷ୍ଟେକ୍ ରହିଛି ଯେ କେତେ ହାଇଟ୍ର ଆମେ ବନ୍ଧ କଲେ ଯେ ଆମେ କେତେ ପାଣି ଆସିଲେ ସେ ପାଣିକୁ ଆମେ ରୋକିପାରିବା। କିନ୍ତୁ ଏତେ ସେ ଟେକ୍ନିକାଲି କରିଛନ୍ତି ଯେଉଁଥିପାଇଁ କି 20 ଫୁଟ 20.50 ପାଣି ଆସିଥିଲା ବେଳେ ସେ ବନ୍ଧ ସବୁଠି ଓଭରଟାପିଂ ହେଇଛି। ଏବଂ ଯେଉଁ କାହିଁ ନଦୀରେ ଯେଉଁ ଆଜି ଘାଇ ହେଇଛି 3ଟି ଘାଇ ହେଇଛି ବର୍ତ୍ତମାନ କାହିଁ ନଦୀରେ, ସେ ଘାଇରେ ଆପଣ ଦେଖିବେ କାହିଁ ନଦୀରେ 100 କୋଟି ଟଙ୍କାର ଖର୍ଚ୍ଚ ହେଇଛି ଆପଣଙ୍କର ପୂର୍ବ ସରକାର ସମୟରେ। ଚଳିତ ସରକାର ସମୟରେ ବି ବର୍ତ୍ତମାନ ସୁଦ୍ଧା ବି ବହୁ ଅର୍ଥ ବିନିଯୋଗ କରାଯାଇଛି ଯେ ଘାଇର ମରାମତି ପାଇଁ ଏବଂ ବନ୍ଧକୁ ସୁଦୃଢ଼ କରିବା ପାଇଁ ବନ୍ଧକୁ ଉଚ୍ଚ କରିବା ପାଇଁ। କିନ୍ତୁ ଆପଣ ଦେଖିବେ ଯଦି କାହିଁ ନଦୀ ଅଞ୍ଚଳକୁ ଯାଇଥିବେ ଆପଣ ଦେଖିବେ ନଈର ସାମାନ୍ୟ ପାଣି ଆସିଲେ ବି ବନ୍ଧର ଉଚ୍ଚତା ନଈର ଉଚ୍ଚତା ସମାନ ହେଇଯାଉଛି। ତେଣୁ ସେଠି ବନ୍ଧ ନ ବୁଡ଼ିବା ତ ଶ୍ରେୟ, ବନ୍ଧ ନ ବୁଡ଼ିବାର ତ୍ରାହି ନାହିଁ, ସେଠି କୌଣସି ଶକ୍ତି ବି ଅଟକେଇ ପାରିବ ନାହିଁ। ତେଣୁ ଇଏ ଜାଣି ଶୁଣିକି ସେ ଅଞ୍ଚଳକୁ ସବୁବେଳେ ବିପଦରେ ପକାଇବା ପାଇଁ ଇଏ ସରକାରଙ୍କର ପୂର୍ବ ସରକାର ଏବଂ ଚଳିତ ସରକାରଙ୍କର ଇଏ ହେଉଛି ଗୋଟେ ବିଧିବଦ୍ଧ ମସୁଧା ଯେ ଆମେ ସେ ଅଞ୍ଚଳ ଲୋକମାନଙ୍କୁ ସବୁବେଳେ ଏ ବନ୍ୟା ବିଭୀଷିକା ଭିତରେ ଜର୍ଜରିତ କରିବୁ, ଲୋକଙ୍କୁ ଭୟରେ ରଖିବୁ ଏବଂ ସେ ଜର୍ଜରିତ ଭିତରେ ଲୋକଙ୍କୁ ଖରାପରେ ରଖିବା ପରେ ଯେଉଁ ଘାଇ ମରାମତି ନାଁରେ ବନ୍ଧ ମରାମତି ନାଁରେ ବ୍ୟାପକ ଅର୍ଥ ହଲୁଟ କରିବା ପୂର୍ବ ସରକାରରେ ସେ ମାନସିକତା ଥିଲା, ଇଏ ସରକାରରେ ବି ସେ ମାନସିକତା ବୃଦ୍ଧି ଘଟିଛି, ଏଥିରେ ସନ୍ଦେହ ନାହିଁ। ତାମାନେ ଲୋକଙ୍କୁ ଯୋଉ ସ୍ୱାବଲମ୍ବୀ କରିବା କିମ୍ବା ତାଙ୍କ ଏଭଳି ଯୋଉ ନାରା ଦିଆଯାଉଛି ପୂର୍ବରୁ ଆଉ ଏବେ ପ୍ରହସନ, ତାମାନେ ଲୋକଙ୍କୁ ବରଂ ହଇରାଣ କରିକି ତାଙ୍କୁ ଘର ଭସେଇ ନେବା, ଏଇଟା ତାମାନେ ମୂଳ ଲକ୍ଷ୍ୟ। ନିଶ୍ଚିତ ଭାବରେ ଲୋକଙ୍କୁ ସୁରକ୍ଷା ଦେବା ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରଥମ କଥା ହେଉଛି ଲୋକଙ୍କୁ ସୁରକ୍ଷା, ଲୋକଙ୍କର ଜୀବିକାକୁ ସୁରକ୍ଷା, ଲୋକଙ୍କୁ ସୁରକ୍ଷା। କିନ୍ତୁ ଆମେ ଦେଖିଥିବା ଯାଜପୁରରେ ବନ୍ୟା ଆସିଲା ମାନେ ଆମର ଅଞ୍ଚଳର ଲୋକମାନେ ସବୁବେଳେ ଭୟଭୀତ ଏବଂ ଆଶଙ୍କା ଭିତରେ ରହୁଛନ୍ତି ଏବଂ ସେ ଆଶଙ୍କା ବି ସମ୍ପୂର୍ଣ୍ଣ ସଫଳ। ଯେଉଁ ଆଶଙ୍କା ଲୋକଟେ କରୁଛି ସେ ଆଶଙ୍କା ଭିତରେ ବି ଲୋକଟା ବୁଡ଼ି ଯାଉଛି। ଆପଣ ଦେଖିଥିବେ ସେଠି 15ଟା ଜିପି 10 ବ୍ଲକରେ ସମ୍ପୂର୍ଣ୍ଣ ବର୍ତ୍ତମାନ ବନ୍ୟା ଘେରରେ, ଦୋକାନ ବଜାର ବନ୍ୟା ଘେରରେ। ଯେଉଁ ଦୋକାନୀମାନଙ୍କର ଘରେ ଦୋକାନରେ ପଶିଗଲା ପାଣି, ସେ ଦୋକାନର ଯେଉଁ କ୍ଷତି ସେ କ୍ଷତି କିଏ ଦେବ? ବର୍ତ୍ତମାନ ସୁଦ୍ଧା ବି ଯାହା କ୍ଷତି ଘଟିଛି ସରକାର ତ ଏପର୍ଯ୍ୟନ୍ତ ମୁଠାଏ ଚାଉଳ ବା ମୁଠାଏ ଚୂଡ଼ା ନେଇକି ପହଞ୍ଚି ପାରିଲାନି। 3 ଦିନ ୟା ଭିତରେ ଘଟଣା ଘଟି ସାରିଲା ବେଳେ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବା ସରକାରଙ୍କର ଜିନିଷକୁ ଯଦି କେଉଁମାନେ ନେଇକି ବଣ୍ଟାବଣ୍ଟି କରୁଥିବେ ଅଲଗା କଥା, କିନ୍ତୁ ବିଧିବଦ୍ଧ ଭାବେ ସରକାର ତାଙ୍କ ନିଜର ସ୍ତରରେ ଯେଭଳି ଭାବରେ ଆଡମିନିଷ୍ଟ୍ରେଟିଭ ପଏଣ୍ଟ ଅଫ୍ ଭ୍ୟୁରୁ ଯାଇକି ଘର ଘର ପହଞ୍ଚିକି ଦେବା କଥା, ସେ କଥା ଏପର୍ଯ୍ୟନ୍ତ ସମ୍ଭବ ହେଇପାରି ନାହିଁ। ଲୋକଙ୍କ ଘରୁ ଏପର୍ଯ୍ୟନ୍ତ ପାଣି ଛାଡ଼ି ନାହିଁ, ଲୋକଙ୍କର ଯିବା ଆସିବାରେ ଯାତାୟାତ ଏପର୍ଯ୍ୟନ୍ତ ଖୋଲିପାରି ନାହିଁ ଏବଂ ଏବେ ବି ଲୋକମାନେ ପାଣି ଘେରରେ ଅଛନ୍ତି ଏବଂ ବନ୍ୟା ପରିସ୍ଥିତି ଯାଜପୁରରେ ପୁରାପୁରି ଗମ୍ଭୀର। ଯାଜପୁରରେ 2ଟି ବ୍ଲକକୁ ଛାଡ଼ିଲେ ଆଉ 8ଟି ବ୍ଲକ ସମ୍ପୂର୍ଣ୍ଣ ବନ୍ୟା ବିତ୍ପାତ ଭିତରେ ରହିଛି ଏବଂ ବିଶେଷ କରି ବରୀ, ବିଞ୍ଝାରପୁର, ଯାଜପୁର, ଦଶରଥପୁର ଏ 4ଟା ବ୍ଲକ ଅତ୍ୟନ୍ତ ପ୍ରଭାବିତ ଏବଂ ବର୍ଚଣା ଏବଂ ରସୁଲପୁର ପାର୍ଟଲି ପ୍ରଭାବିତ ହେଲେ ବି ବର୍ତ୍ତମାନ 8ଟି ବ୍ଲକ ସମ୍ପୂର୍ଣ୍ଣ ଭାବରେ ବନ୍ୟା କ୍ଷତିଗ୍ରସ୍ତ ଏବଂ ସରକାରଙ୍କୁ ନିବେଦନ କରୁଛୁ ଆପଣଙ୍କ ମାଧ୍ୟମରେ ଯେ ସରକାର ଅବିଳମ୍ବେ ଯେଉଁ ସାହାଯ୍ୟ ସହଯୋଗ କରିବା କଥା ଲୋକଙ୍କ ପାଖରେ ଆଣିକି ପହଞ୍ଚାନ୍ତୁ ଏବଂ ଏ ସମ୍ପୂର୍ଣ୍ଣ ସ୍ଥାୟୀ ପ୍ରତିକାର, ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଇଏ ସରକାର ଗୋଟେ ଠୋସ୍ ପଦକ୍ଷେପ ନେଉ। ଠୋସ୍ ପଦକ୍ଷେପ ନେଲେ ଯେଉଁ ପ୍ରତିବର୍ଷ ଯେଉଁ ଆଶଙ୍କା ଭିତରେ ଲୋକ ରହୁଛନ୍ତି ସେ ଆଶଙ୍କାରୁ ସେମାନେ ବଞ୍ଚିତ ହେବେ ଏବଂ ଆପଣଙ୍କର ଏଇ ଯାଜପୁର ବ୍ଲକରେ ଆପଣ ଦେଖନ୍ତୁ 15ଟା ଜିପି ସମ୍ପୂର୍ଣ୍ଣ ଭାବରେ ଜଳମଗ୍ନ। ଆପଣ ଏଇ କଲେକ୍ଟରଙ୍କ ପାଖ ପଞ୍ଚାୟତ ପଣସା ସମ୍ପୂର୍ଣ୍ଣ ଭାବରେ 2 ଦିନ ଜଳମଗ୍ନ ହେଇକି ରହିଲେ। ଏପଟେ ଶିମୁଳିଆ ପଞ୍ଚାୟତ ଆଜି ବି ଯିବେ ଦେଖିବେ 2 ସାଇଡ୍ରେ ପାଣି ବୁଡ଼ିକି ରହିଛି, ଗାଁ ଲୋକମାନେ ଏପର୍ଯ୍ୟନ୍ତ ବୁଡ଼ିକି ରହିଛନ୍ତି ଏବଂ ଆମ ଯାଜପୁର ବ୍ଲକରେ 2ଟି ଅମୂଲ୍ୟ ଜୀବନ ଆଜି ନିଧନ ଘଟିଛି। ଆପଣଙ୍କର ଜଳହରା ଜଣେ ଲୋକ ନଈରେ ଭାସିକି ଆଜି ମୃତ୍ୟୁବରଣ କରିଛନ୍ତି, ଶିମିଳିଆର ଜଣେ ଲୋକ ବି ଆଜି ଜଳରେ ଭାସିକି ଆଜି ମୃତ୍ୟୁବରଣ କରିଛି। ଯେଉଁ ସରକାର କହୁଥିଲେ ଜିରୋ କାଜୁଆଲିଟି, ଆଜି ଜିରୋ କାଜୁଆଲିଟିରେ ଆଜି ପ୍ରମାଣ ହେଇଛି ଯେ ଜିରୋ କାଜୁଆଲିଟି ଯେଉଁ ପ୍ରହସନ କରୁଥିଲେ ତାହା ଆଜି ଫଳପ୍ରଦ ହେଇନି। ଆଜି 2ଟି ଲୋକ ଯାଜପୁର ବ୍ଲକରେ ଆଜି ମରିଛନ୍ତି। ତେଣୁ ନିଶ୍ଚିତ ଭାବରେ ବନ୍ୟା ବିତ୍ପାତକୁ ଯେଭଳି ଭାବରେ ସରକାର ସମ୍ମୁଖୀନ ହେବା କଥା ସେଥିରେ କିଛି ନା କିଛି ବିଫଳତା ଦେଖାଦେଇଛି। ସରକାର ଠିକ୍ ଭାବରେ ପହଞ୍ଚି ପାରିନି ଲୋକଙ୍କ ପାଖରେ ଏବଂ ବିଗତ ସରକାର ସମୟରେ ଯେଉଁ କାର୍ଯ୍ୟକ୍ରମ ଚାଲିଥିଲା ଏ ସରକାର ସମୟରେ ସେହି ରକମ ବି କାର୍ଯ୍ୟକ୍ରମ ଚାଲିଛି। ନିଶ୍ଚିତ ଭାବରେ ସରକାର ଟିକେ ଅବହେଳା ପ୍ରଦର୍ଶନ କରୁଛି ବନ୍ୟା ଦୁର୍ଗତଙ୍କ ପ୍ରତି। ମୁଁ ନିଶ୍ଚିତ ଅନୁଭବ କରୁଛି ଯେ ସବୁଆଡ଼େ ଆମେ ବୁଲୁଛୁ, ଚାଲୁଛୁ, ଦେଖୁଛୁ, ବନ୍ୟା ଅଞ୍ଚଳ ଯାଇଛୁ, ଆସିଛୁ, ଲୋକଙ୍କର ଦୁର୍ଦ୍ଦଶା କହିଲେ ନ ସରେ। ଲୋକ ଯେଉଁ କଥାକୁ
हजम करें किंतु आज सरकार से भाई एक परिस्थिति सृष्टि करदेला कि लोकंकर दारुण दुख आज बहुत परिमाण दुख बढ़ी जाइए। वर्तमान समय मुख्यमंत्री दिल्ली जाइछन्ति आपण आपण को एमती देखुछन्ति मुख्यमंत्री जो दिल्ली जिबा आउ सेठी अनेक एमपी को सहित बसिकी डिस्कशन करबा आउ सेठू मध्य तांकर जा संदेश आसिला जे सेठू ओडिशा ऊपर तीक्ष्ण नजर से रखिछन्ति वर्तमान छत्तीसगढ़ ब्यारेज खोलिया को लेकिन मध्य से आलोचना कुआडे करछन्ति ए जिनसटू केमती देखछन्ति आपण सरकार घोषणा करथिले जे जो दिन सरकार को आसीबे से दिन महानदी समस्या समाधान हबो। सरकार वर्तमान 2 वर्ष अतिक्रम करिकी वर्तमान 3 वर्ष रे पदार्पण कर जाउछि कि जोटा कि मुख्य समस्या थिला आम राज्यर जो महानदी जल समस्या तापे केते आंदोलन केते कथा घटिछि एवं ये सरकार सेतबेले घोषणा करथिला जे जो दिन सरकार को आसीमु प्रथमे आगे महानदी जल समस्यार समाधान करिवु किंतु या भीतर केते समय गति गलानी एवं आज वर्षा दिन आसीछि बोली कि आज से कथा तांकर मन पड़ी से कथा जाकि मुख्यमंत्री आलोचना करुचंती छत्तीसगढ़ मुख्यमंत्री संगे ये हूँ एक आईवास कार्यक्रम गोटे ठोस पदक्षेप ये नुह जो कथा आगुर बहु आगुर हवा कथा कि वर्षा दिन आम चिंता करवा ना नदी बंध बागेकी वर्षा को रोकने वर्षा दिन आम चिंता करवा ना महानदी पानी केमती आम अटकेबा वर्षा दिने पूर्व बहु पूर्व नदी बंध को सुदृढ़ करवा जो महानदीर जो जो छत्तीसगढ़ जो कार्यक्रम करिछि ताको वर्षा ऋतु पूर्व तार सठिक पदक्षेप नवा ये कार्यक्रम सब बहु आगुरु नवा कथा 2 वर्ष सरकार तक समय देले जनसाधारण समय देले 2 वर्ष को समय नथिले आज जुलाई मासरे मुख्यमंत्री बसचंती बन्या समस्या समाधान करिया पे छत्तीसगढ़ संगरे एटा को केही विश्वास करि परिबे तो ये निश्चित एक आईवास कार्यक्रम सरकारंकर लोकन को खाली गोटे सफेई दबा लोकन को खाली सोशल मीडिया माध्यम गणमाध्यम माध्यम लोकन को आमे सचेतन करुचन खाली आमे करूच आमे समस्या सहित अच्छे लोकंर समस्या समाधान हो ना लोक जो तिमिर को से तिमिर वर्तमान अच्छा।